ପାଞ୍ଚଟି ଗୀତ ଯୋଉଟା ରହିଲା ମୋର ତ ରେକର୍ଡ ଅଛି 10ଟା ଗୀତ ମୁଁ ରିଲିଜ କରିଛି କିନ୍ତୁ ଏଇଟା ପାଞ୍ଚଟା ମୋ ପାଇଁ ସେଟା କିଛି କଥା ନାହିଁ କିନ୍ତୁ ଏଇଥିପାଇଁ କହିବି ଯେ ସବୁ ପ୍ରୋଜେକ୍ଟ ଗୁଡ଼ିକ ବିଗ୍ ବଜେଟରେ ଥିଲା ଯେ ପ୍ରପର ସେଟଅପ୍ ଯେମିତି କହିବି କ୍ୟାମେରା ହାଇ ରେଜୁଲେସନର କ୍ୟାମେରା ଲାଗିଛି ଲାଇଟ୍ ସବୁ ଯେହେତୁ ବଡ଼ ବଡ଼ ରହିଛି ହଁ ରେଡ୍ ଏମିତି ବୁରାନ କ୍ୟାମେରା ମଧ୍ୟ ଲାଗିଛି ମଧ୍ୟ ଯେଉଁ ଘରେ କିଛି ସମୟ ରହୁଛନ୍ତି ଗୀତ ଗୁଡ଼ିକ ଦେଖନ୍ତୁ ଖୁବ୍ ସୁନ୍ଦର ଗୀତ ଗୁଡ଼ିକ ହେଇଛି ଆଉ ନିହାତି ଭାବରେ ଏ ଗୀତକୁ ସେଭ୍ କରିକି ରଖିଦିଅନ୍ତୁ କାହିଁକି ନା ମଣ୍ଡପ ପାଖକୁ ଗଲେ ନିହାତି ରିଲ୍ସ କରିବାକୁ ପଡ଼ିବ ଏବେ ସମୟ ଯେହେତୁ ସୋସିଆଲ ମିଡ଼ିଆ ସମୟ ଚାଲିଛି ଆଉ ସବୁ ଗୀତ ଗୁଡ଼ିକ ଟ୍ରେଣ୍ଡିଂରେ ଅଛି ମୋର ତେଣୁ ବାସ୍ ଏତିକି କହିବି ସମଗ୍ର ଓଡ଼ିଶାବାସୀଙ୍କର ଭଲ ପାଇବା ରହିଥାଉ ମୁଁ ଏମିତି ଆଗକୁ ଆଗ ଭଲ ଭଲ କାର୍ଯ୍ୟ କରୁଥାଏ ଆଉ ସେମାନଙ୍କର ନିକଟତର ହେଇପାରୁଥାଏ ଯେମିତି ଇଏ ମ୍ୟୁଜିକ୍ ଭିଡ଼ିଓରେ ଆପଣ ଦେଖୁଛନ୍ତି ଗୋଟେ ଦିନରେ ଯଦି ମୁଁ 10ଟା 5ଟା ରିଲିଜ୍ କରିପାରୁଛି ସିନେମା କଥା ମୁଁ କିଛି କହିବିନି ନାଇଁ ସିନେମା 5ଟା ରିଲିଜ୍ କରିବା କଥା ନୁହେଁ ସେ ଗୋଟିଏ ସିନେମାରେ କ'ଣ ରହିବ ଆପଣମାନେ ଜାଣିପାରୁଥିବେ ତେଣୁ କରିକି ମୁଁ ସେଥିପାଇଁ ଅପେକ୍ଷା କରିଛି ନିହାତି ଭାବରେ ସମଗ୍ର ଓଡ଼ିଶାବାସୀଙ୍କୁ ପ୍ରଥମ ଧନ୍ୟବାଦ ଦେବି ତାପରେ ମୋର ପ୍ରଯୋଜକମାନଙ୍କୁ ଧନ୍ୟବାଦ ଦେବି କାହିଁକି ନା ସେମାନଙ୍କ ଭଲ ପାଇବା ପାଉଛି ବୋଲି ମୁଁ ଆଜି କାମ କରିପାରୁଛି ଦଶହରା ସମୟରେ 5ଟି ଗୀତ ଯୋଉଟା ରହିଲା ମୋର ତ ରେକର୍ଡ ଅଛି 10ଟା ଗୀତ ମୁଁ ରିଲିଜ କରିଛି କିନ୍ତୁ ଏଇଟା ପାଞ୍ଚଟା ମୋ ପାଇଁ ସେଟା କିଛି କଥା ନାହିଁ କିନ୍ତୁ ଏଇଥିପାଇଁ କହିବି ଯେ ସବୁ ପ୍ରୋଜେକ୍ଟ ଗୁଡ଼ିକ ବିଗ୍ ବଜେଟରେ ଥିଲା ଯେ ପ୍ରପର ସେଟଅପ୍ ଯେମିତି କହିବି କ୍ୟାମେରା ହାଇ ରେଜୁଲେସନର କ୍ୟାମେରା ଲାଗିଛି ଲାଇଟ୍ ସବୁ ଯେହେତୁ ବଡ଼ ବଡ଼ ରହିଛି ହଁ ରେଡ୍ ଏମିତି ବୁରାନ କ୍ୟାମେରା ମଧ୍ୟ ଲାଗିଛି ତେଣୁ ବାସ୍ ଏତିକି କଥା କହିବି ଯେଉଁ ଦର୍ଶକମାନଙ୍କର ଭଲ ପାଇବା ରହୁଛି ବୋଲି ମୁଁ ଆଜି କାର୍ଯ୍ୟ କରିପାରୁଛି ଆଉ କଣ୍ଟେଣ୍ଟ କଥା ଯଦି କହିବି ଯେଉଁମାନେ ଅଭିନୟ କରିଛନ୍ତି ସମସ୍ତେ ପାଖାପାଖି କେହି କାହାକୁ କମ୍ ନୁହଁ ଯେମିତି ଆପଣ ଯଦି ନାଁ ଧରିବି ତ 5ଟା ଗୀତରେ କହିପାରିବେନି କାରଣ ଆଗ ଧାଡ଼ିରେ ଯେମିତି କହିବି ଗୋଟେ ପାର୍ବଣର ରାଣୀ ମୁଁ ତ ପୂଜାରିଣୀ ଜିନା ଶ୍ରଦ୍ଧା ତା ସହିତ ପ୍ରିୟଙ୍କା ଶୀତଲ ଏମିତି 4 ଜଣ ଅଭିନୟ କରିଛନ୍ତି ଆଉ ଗୋଟେ ଗୀତରେ ସେମିତିକା ରହିଛି କୁକିଜ ଆଉ ଦିଶା ଅଭିନୟ କରିଛନ୍ତି ଆଉ ଗୋଟେ ଗୀତରେ ଯିଏ ଅଭିନୟ କରିଛନ୍ତି ପ୍ରାକ୍ତିଚି ମହାପ୍ରସାଦ ଅଭିନୟ କରିଛନ୍ତି ଆଉ ଗୋଟେରେ ଦିଶା ଆଉ ଅଭିଷେକ ଅଭିନୟ କରିଛନ୍ତି ତେଣୁ ଆଉ ଗୋଟେ ରୂପାଲି ଅଭିନୟ କରିଛନ୍ତି ତେଣୁ ରୂପାଲି ତାଙ୍କ ସହିତ ଗୋଟେ କୁନି କଳାକାର ମଧ୍ୟ ରହିଛି ଲିଚି ଅଭିନୟ କରିଛନ୍ତି ତେଣୁ ସେଥିପାଇଁ କହିବି ବାସ୍ ଏଇ ପାର୍ବଣରେ ଆପଣମାନେ ମେଢ଼ ବୁଲିବା ସହିତ ମଧ୍ୟ ଯେଉଁ ଘରେ କିଛି ସମୟ ରହୁଛନ୍ତି ଗୀତ ଗୁଡ଼ିକ ଦେଖନ୍ତୁ ଖୁବ୍ ସୁନ୍ଦର ଗୀତ ଗୁଡ଼ିକ ହେଇଛି ଆଉ ନିହାତି ଭାବରେ ଏ ଗୀତକୁ ସେଭ୍ କରିକି ରଖିଦିଅନ୍ତୁ କାହିଁକି ନା ମଣ୍ଡପ ପାଖକୁ ଗଲେ ନିହାତି ରିଲ୍ସ କରିବାକୁ ପଡ଼ିବ ଏବେ ସମୟ ଯେହେତୁ ସୋସିଆଲ ମିଡ଼ିଆ ସମୟ ଚାଲିଛି ଆଉ ସବୁ ଗୀତ ଗୁଡ଼ିକ ଟ୍ରେଣ୍ଡିଂରେ ଅଛି ମୋର ତେଣୁ ବାସ୍ ଏତିକି କହିବି ସମଗ୍ର ଓଡ଼ିଶାବାସୀଙ୍କର ଭଲ ପାଇବା ରହିଥାଉ ମୁଁ ଏମିତି ଆଗକୁ ଆଗ ଭଲ ଭଲ କାର୍ଯ୍ୟ କରୁଥାଏ ଆଉ ସେମାନଙ୍କର ନିକଟତର ହେଇପାରୁଥାଏ ରହିବା କଥା ଯୋଉଟା କହିଲେ ପ୍ରଥମ ଗୋଟେ ଜିନିଷ ହେଲା ସମୟ ମତେ ତ ସମୟ ନାହିଁ ସିନେମା କରିବା ପାଇଁ କ'ଣ କରିବି ସିନେମା ଅଲରେଡ଼ି ଆପଣଙ୍କ ପାଖରେ କହିସାରିଛି ଟିକେ ସିକ୍ରେଟ୍ ରହିଛି ସିନେମା ମିଳିସାରିଛି ଗୋଟେ ଦୁଇଟା ସିନେମାର ଫାଇନାଲ ହେଇକି ରହିଛି କିନ୍ତୁ ଯେ ପ୍ରଯୋଜକମାନଙ୍କର ଡିମାଣ୍ଡ ରହିଛି ଏବେ ମ୍ୟୁଜିକ୍ ଭିଡ଼ିଓରେ ଆଉ ଯେଉଁ ପ୍ରଯୋଜକମାନଙ୍କର ଡିମାଣ୍ଡ ରହିଛି ମୁଁ ସେମାନଙ୍କୁ ଦୂରେଇ ଦେଇ ଯାଇପାରିବିନି ଆଗକୁ କେବେ ବି କାରଣ କାହିଁକି ନା ଯଦି ମ୍ୟୁଜିକ୍ ଭିଡ଼ିଓରେ ସେତିକି ଭଲ ପାଇବା ମୋତେ ଦେଉଛନ୍ତି ସେଇ ପ୍ରଯୋଜକମାନେ ଓଡ଼ିଶାବାସୀମାନେ ମୁଁ ଚାହୁଁଛି ଆହୁରି କିଛି ଦିନ ସେଇ ମ୍ୟୁଜିକ୍ ଭିଡ଼ିଓ କରିବା ପାଇଁ ଲୋକମାନଙ୍କ ପାଖରେ ଆହୁରି ନିକଟତର ହେବା ପାଇଁ ଆଉ ବାସ୍ ତାପରେ ଯେତେବେଳେ ସିନେମା ଆସିବ ଯେମିତି ଇଏ ମ୍ୟୁଜିକ୍ ଭିଡ଼ିଓରେ ଆପଣ ଦେଖୁଛନ୍ତି ଗୋଟେ ଦିନରେ ଯଦି ମୁଁ 10ଟା 5ଟା ରିଲିଜ୍ କରିପାରୁଛି ସିନେମା କଥା ମୁଁ କିଛି କହିବିନି ନାଇଁ ସିନେମା 5ଟା ରିଲିଜ୍ କରିବା କଥା ନୁହେଁ ସେ ଗୋଟିଏ ସିନେମାରେ କ'ଣ ରହିବ ଆପଣମାନେ ଜାଣିପାରୁଥିବେ ତେଣୁ କରିକି ମୁଁ ସେଥିପାଇଁ ଅପେକ୍ଷା କରିଛି ଆଉ ଧନ୍ୟବାଦ ଦେବି ମୋର ମିଡ଼ିଆ ଭାଇ ଭଉଣୀମାନଙ୍କୁ କାରଣ ମୁଁ କହିଛି ପ୍ରଚାର ପ୍ରସାର ବିନା ଆଗକୁ ଯିବା ଅସମ୍ଭବ ପ୍ରତ୍ୟେକ ସମୟର ଏଇ ମୋର ଗୋଟେ କଥା ରହିଛି ଆଉ ସେଇମାନଙ୍କ ଭଲ ପାଇବାରେ ମଧ୍ୟ ମୁଁ ଆଗକୁ ଚାଲିଛି ପ୍ରତ୍ୟେକ କ୍ଷେତ୍ରରେ ଯେମିତି କୁହନ୍ତି ଗୋଟେ ଅନ୍ଧର ହାତରେ ଗୋଟେ ବାଡ଼ି ଥିଲେ ଆସରା ଥିଲେ ସେ ଆଗକୁ ମାଡ଼ିଯାଏ ମୁଁ କହିବି ମୁଁ ଯଦି ସେଇ ଅନ୍ଧ ମୋର ମିଡ଼ିଆ ଭାଇ ଭଉଣୀମାନେ ମୋର ବାଡ଼ି ହେଇ ଚାଲିଛନ୍ତି ବାସ୍ ଏମିତି ମୋ ସହିତ ରହିଥାନ୍ତୁ ମୁଁ ଆଗକୁ ଆଗ କାର୍ଯ୍ୟ କରୁଛି।